ଗ୍ରିଟିଂସ୍ କାର୍ଡ଼ କାହାର ମନେ ଅଛି? ନୂଆବର୍ଷ ଆସୁଛି, ସ୍କୁଲ ଛୁଟି ବି ହେଉଛି। ସେତେବେଳେ ଆମେ କହୁଥିଲେ ଧାନକଟା ଛୁଟି, ଏବେ କହୁଛନ୍ତି ଏକ୍ସମାସ ଛୁଟି। ଧାନକଟା କହିଲେ ପିଲାମାନେ କିଏ ବୁଝିପାରୁନାହାନ୍ତି। ବିଲରେ ଧାନ ହେଉଥିଲା, ହଳ ବୁଲୁଥିଲା, ଧାନ ବାଡ଼ିକୁ ଆସୁଥିଲା, ମେରି ବି ପଡ଼ୁଥିଲା, ତାପରେ ବେଙ୍ଗଳା ପଡ଼ୁଥିଲା, ବେଙ୍ଗଳା ଚାରିପଟେ ଆମେ ବି ବୁଲୁଥିଲୁ। ତାପରେ ଧାନ ଉଁସା ହେଉଥିଲା। ଧାନ ଉଁସା ହେଲା ବେଳେ ସେଥିରେ ଆଳୁ ପୋଡ଼ା ହେଉଥିଲା, ବାଇଗଣ ପୋଡ଼ା ହେଉଥିଲା, ସାରୁ ପୋଡ଼ା ହେଉଥିଲା। ତାର ମଜା କିଛି ଅଲଗା ଥିଲା। ତାପରେ ସ୍କୁଲ ଛୁଟି ହେଉଥିଲା, ନୂଆବର୍ଷ ଆସୁଥିଲା। ଗ୍ରିଟିଂସ୍ କାର୍ଡ଼ 50 ପଇସା, ଟଙ୍କାଟା ନାହିଁ ତ 2 ଟଙ୍କା। କାହାର କେତେଟା ଆସିଲା ଗ୍ରିଟିଂସ୍, ତାକୁ ଦେଲା, କିଏ ଏ ସାଙ୍ଗ ତାକୁ ଦେଲା, ସିଏ ତାକୁ ଦେଲା। କିଛି ପୋଷ୍ଟର ବି ଆସୁଥିଲା, ଆମେ ପୋଷ୍ଟ ପିଅନକୁ ଅପେକ୍ଷା କରି ରହିଥାଉ, ଆଜି କାହାର ଗ୍ରିଟିଂସ୍ କାର୍ଡ଼ ଆସିବ। ସେସବୁ ଆଉ ନାହିଁ, ହଜିଗଲାଣି। ତାପରେ ନୂଆବର୍ଷରେ ଭୋଜିଭାତ ହେଉଥିଲା। ଏବେ ଭୋଜିଭାତ କହିଲେ ମଦ ମାଂସର ଆସର, ମଦ ମାଂସକୁ ହିଁ ବୁଝାଏ। ଆମ ବେଳେ କିଏ ଟିକେ ଚାଉଳ ନେଇ ଆସୁଥିଲା କାହା ଘରୁ, କିଏ ଟିକେ ଡାଲି ନେଇ ଆସୁଥିଲା, କିଏ ଆଳୁ ଦିଟା ନେଇ ଆସୁଥିଲା, ପରଟା ଟିକେ ହେଉଥିଲା, ସିମେଇ ହେଉଥିଲା, ଆଳୁଦମ୍, କୋବି ତରକାରୀ, ଯିଏ ଆଇଁଷ ଖାଉଥିଲେ ଅଣ୍ଡା ତରକାରୀ ହେଉଥିଲା। ସତରେ ସେ ଦିନ କେତେ ସୁନ୍ଦର ଥିଲା। ହଜିଗଲାଣି ସେ ଦିନ, ଲାଗୁଛି ଯେମିତି କେଉଁ ଅଫେରା ରାଇଜକୁ ପଳେଇ ଯାଇଛି। କିନ୍ତୁ ଆମ ସ୍ମୃତି ଆଉ ଅନୁଭୂତି ଭିତରେ ସବୁଦିନେ ସେ ବଞ୍ଚିକି ରହିଛି।